भगवते वासुदेवाय। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुल्लङ्घयते गिरिं यत्कृपातमहं वन्दे परमानन्दमाधवम्। निगमकल्पतरोर्गलितं फलं शुकमुखात् अमृतद्रवसंयुतम् पिबत भागवतं रसमालयम्। मुहुरहो रसिका भुवि भावुकाः। अथ श्रीमद्भागवतम्। गोविन्द 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 पादुं काळुछि मकरन्द सेमकरन्द पान करि हेळे तारिले ब्रजनारी। से ब्रजनारीଙ୍କ पୟରେ चित्त मोर हो निरन्तरे। चित्त मो निरन्तरे थाऊ हा कृष्ण बोली जीव जाऊ। हा कृष्ण बोली जाऊ जीव मोते उद्धार राधाधव। द्वितीयाध्याय। श्रीशुक उवाच एमन्ते विदुर वचन शुणि उद्धव हतज्ञान। कृष्णचरणे मन देई उत्कण्ठेन पारई कहि। पांच बरसे तांक माता प्रान्ते जे मने कला चिंता। कृष्ण चिंतारे देई मन मुहूर्ते होइला मौन। तक्षणे देह भाव छाड़ी कृष्ण भक्ति भावे बुड़ी। कृष्ण चरणे देई मन उद्धव करई रोदन। कृष्ण सेवारे दिन गला स्वभावे बयस सरिला। विदुर वाणी शुणि कर्णे बदनु न स्फुरे वचने। पुलक करि रोम राजी अश्रु गलई चक्षु बुजी। स्नेहे होइला पूर्ण काम स्नेह सलिले कला स्नान। स्थिरे छड़ाई विष्णु पदे पुणी मिलिला देह मध्ये। बेलोचन घसी करे निश्वास छाड़ी उच्च स्वरे। विदुर मुख चाहि देखे उद्धव कहे अश्रु मुखे। जादव मध्ये कृष्ण खाई सूर्यर प्राय प्रकाशई। से सूर्य अस्त गिरि गला निबिड़ तम
प्रकाशिला ମୁଁ ଏବେ ଅତି ବଡ଼ ଦୁଃଖେ ପଡ଼ିଛି ଅଜଗର ମୁଖେ ଆମ୍ଭକୁଶଳ କାହିଁଆର କହିବା ଶୁଣ ହୋ ବିଦୁର ଦେଖ ଭାଗ୍ୟ ଯଦୁବଂଶ ବାଳକ ପ୍ରାୟ ବୁଦ୍ଧି ଭ୍ରଂଶ ବସନ୍ତି କୃଷ୍ଣାନୁସଙ୍ଗେ ରାତ୍ର ଦିବସ ଅନୁରାଗେ ତାଙ୍କୁ ନ ଜାଣିଲେ ସକଳେ ଚନ୍ଦ୍ରକୁ ମୁଦ ଯେବେ ଚଳେ ଯାଦବ କୃଷ୍ଣ ସଙ୍ଗ କଲେ ଦିନ ହରନ୍ତି କୁତୁହଳେ ସଙ୍ଗତେ ପାଇ ନର ହରି ଦେଖନ୍ତି ଅନାଦର କରି ଯାଦବେ ଜାଣି ତା ନ ପାରି ମାୟା ମନୁଷ୍ୟ ନର ହରି ବିଷ୍ଣୁ ମାୟାରେ ସେ ହୁବ୍ରତି ମନୁଷ୍ୟ ପ୍ରାୟ ସେ ମଣନ୍ତି ଯାର ମାୟାରେ ଯୋଗୀ ଜନେ ଆତ୍ମାକୁ ଦେଖୁଥାନ୍ତି ଭିନ୍ନେ ପ୍ରାଣୀଙ୍କ ତପ ଫଳେ ସେହି ନୟନେ ଶରୀର ଦେଖଇ ପୁଣି ହରିଲେ ଚକ୍ଷୁ ସଙ୍ଗେ ପ୍ରାଣୀଙ୍କ ଚକ୍ଷୁ ନିଜ ଅଙ୍ଗେ ମାୟା ମନୁଷ୍ୟ ରୂପେ ହରି ଅନନ୍ତ ଲୀଳାରେ ଶ୍ରୀ ହରି ସର୍ବ ସମ୍ପଦ ଅଙ୍ଗ ତୁଲେ ନିଜ ଭୁବନେ ବିଜେ କଲେ ତାର ବିଭୂତି ଦେବଗଣ ଏବେ ତୁ ବିଦୁର ହୋ ଶୁଣ ଧର୍ମକୁ ମର ଯଜ୍ଞ କାଳେ ଦେବ ମନୁଷ୍ୟ ଋଷି ମିଳେ ଯେ ରୂପ ଦେଖି ତୋଷ ମନେ କେବଳ ତରିଲେ ନୟନେ ଶ୍ରୀକୃଷ୍ଣ ଅନୁରାଗ ମୁଖ ସୁନ୍ଦର ହାସ୍ୟ ରଙ୍ଗ ରେଖ ବେଣୁ ମୋହିତ ଚିତ୍ତ ଧରି ମୋକ୍ଷ ଲଭିଲେ ଗୋପ ନାରୀ ସେ ସର୍ବରୂପେ କରୂପୀ ବସଇ ସର୍ବରୂପେ ବ୍ୟାପୀ ତାର ବିଭୂତି ଦେବଗଣ ପୂଜନ୍ତି ତାହାଙ୍କ ଚରଣ ଦେବଙ୍କ ଅର୍ଥେ ସେ ମୁରାରୀ ଜନ୍ମିଲେ ନାନା ରୂପ ଧରି ସ୍ୱଭାବେ ଜନ୍ମ ଯାର ନାହିଁ ନିର୍ମଳ ଭାବ କଲେ ଦେହି ଅଗ୍ନି ଯେ ତନେ ନାନା ମତେ ଜନ୍ମି ଯେ ଜଳଇ ଜଗତେ ଏ କଥା মোতে খেদ করে যে জন্ম বসুদেব ঘরে কংসর ডরে গোপ মেলে লুচি সে ଥିଲେ ବାଲ୍ୟକାଳେ ତେଣୁ ମଥୁରା ପୁରେ ଆସି ଗଜ ଚାରୁଣ କଂସ ଧ୍ୱଂସୀ ମାତା ପିତାଙ୍କର ନିଃଶ୍ୱାସ ବୋଲଇ କ୍ଷମା କର ଦୋଷ ତୁମ୍ଭଙ୍କୁ ନିଶ୍ଚିନ୍ତନ କରି ବ୍ୟର୍ଥେ ବଞ୍ଚିଲୁ ଦେହ ଧରି ଏ କଥା ବିଡ଼ମ୍ବନା ମୋତେ চিত্তে মোহর অবিরতে তুম্হে তো দেখি অছ ডোলে
ଧର୍ମନନ୍ଦନ ଯଜ୍ଞ କାଳେ ତାର ଚରଣ ରୂପ ଗନ୍ଧେ ଆଘ୍ରାଣ କରି ନାସାରନ୍ଧ୍ରେ କେତାପାସୋରି ପାରେ ଚିତ୍ତେ ମୁକ୍ତି କି କୋପ ଭୋଗ ନିତ୍ୟ ଭୂମିର ଭାରାନାଥେ ଯାହାର ଜନ୍ମ ଏ ଜଗତେ ତାହାଙ୍କୁ ଶିଶୁପାଳ ନିନ୍ଦେ ତକ୍ଷଣେ ତାର ଦେହ ଭେଦି ଲୁଚିଲା ଅଭୟ ଚରଣେ ରହିଲା ଅଜରା ମରଣେ ଯେ ଗତି ଯୋଗୀ ଜନେ ଚିନ୍ତି ଜନ୍ମ ମରଣୁ ନିତରନ୍ତି ତାର ବିଯୋଗ କେବା ସହେ ଯେ ଏ ଜଗତେ ଦେହ ବহে ଦେଖ ଭାରତ ମଧ୍ୟେ ଯେତେ ରଖି ପଦାଦି ଅପ୍ରମିତେ ସେ ଲୋକେ ନର ଯେତେ ଥିଲେ ମରଣେ ତା ମୁଖ ଦେଖିଲେ ଅର୍ଜୁନ ବାଣେ କ୍ଷୀଣ ହୋଇ ପଶିଲେ ତାର ଦେହେ ଯାଇ ତ୍ରୈଲୋକ୍ୟନାଥ ସେ ଅନନ୍ତ ସ୍ୱଭାବେ କମଳାର କାନ୍ତ ତ୍ରିଦଶ ଦେବେ ତା ଚରଣେ ସେବା କରନ୍ତି ଅନୁକ୍ଷଣେ ସେ ପୁଣି ସ୍ଥାପି ରାଜପଥେ ପୂଜିଲା ଉଗ୍ରସେନ ପାଦେ ଦେଖ ପୂତନା ଧାତ୍ରୀ ରୂପେ ସ୍ତନ ନିବେଶି ତାର ମୁଖେ କ୍ଷୀର ଗରଳ ସଙ୍ଗେ ଦେଇ ପଶିଲା ତାର ଦେହେ ଯାଇ ସେ ଦୟା ନିଧିର ଚରଣ କେବା ନ ପଶିବ ଶରଣ ଯେତେ ଅସୁର ଏ ଜଗତେ ନାସିଲେ ଗୋବିନ୍ଦ ଶ୍ରୀହସ୍ତେ ଗରୁଡ଼ ପୃଷ୍ଠେ ତାଙ୍କୁ ଚାହିଁ ପଶିଲେ ତାର ଦେହେ ଯାଇ ସେ ଭାଗବତ ମଧ୍ୟେ ସାର କିଅ ବା ଦେବା ପଟାନ୍ତର କଂସ ରାଜାର ବନ୍ଦୀ ଘରେ ଜନ୍ମିଲେ ଦେବକୀ ଉଦରେ କ୍ଷିତିରେ ଥୋଇ ପୁଣ୍ୟ ଯଶ ଧରଣୀ ଭାରା କଲେ ନାଶ ସେ ବସୁଦେବ କଂସ ଡରେ ନେଇ ଥୋଇଲା ନନ୍ଦ ଘରେ ଗୋପତେ ସଙ୍ଗେ ହଳଧର ବଞ୍ଚିଲେ ବରଷ 11 ଗୋପାଳଙ୍କର ସଙ୍ଗେ ଥାଇ ବନେ ଚରାନ୍ତି ନିତ୍ୟ ଗାଇ ବେଣୁ ଶବଦ ଶଙ୍ଖନାଦ ବନେ ବୁଲନ୍ତି ଅପ୍ରମାଦ ଯମୁନା କୂଳେ ଥାଇ ନିତ୍ୟ ଭୃଙ୍ଗ କୋକିଳର ସଙ୍ଗତେ ଯେ ଗୋପ ନାରୀଙ୍କ ଲୋଚନ କୁମାର ଲୀଳା ବେଣୁ ସ୍ୱନ ବିରସ ହରି ସେ କ୍ରୀଡ଼ନେ ନିରତ ବସେ ତାଙ୍କ ମନେ ଗୋଧନ ଘେନି ତାଙ୍କ ସଙ୍ଗେ
वेणु बजाने नाना रंगे। कंस रहिते से असुरे जेते मिलिले तांक पुरे। पूतना आदि माया रूपी मिलिले बनगिरि व्यापी। ताहांकु करि बाळ खेला सबु मारिले नंद बळा। ଯମୁନା ବିଷ ଜଳ ଖାଇ ମରୁ ଯେ ଥିଲେ ଗୋପ ଗାଇ। ତାଙ୍କୁ ଯିଏ ଆଣି ନନ୍ଦ ବାଳ ଅମୃତ କଲେ ବିଷ ଜଳ। ଇନ୍ଦ୍ର ଉତ୍ସବ ଭଙ୍ଗ କରି ଗୋପରେ ପୂଜା କଲେ ଗିରି। ଯେ ଜ୍ଞାନ ପାଇ କୋପ କରି ଇନ୍ଦ୍ର ବରଷେ ଘୋର ବାରି। ଗୌରୁ ଗୋପାଳଙ୍କ ବିକଳ ତକ୍ଷଣେ ଦେଖି ନନ୍ଦ ବାଳ। ଛତ୍ର ଆକାରେ ଗିରି ଧରି ରଖିଲେ ଗୋପପୁରେ ଶିରି। ଶରତ ଋତୁ ଚନ୍ଦ୍ର ଚାହିଁ କାନନେ ବେଣୁ ନାଦ ବାଇ। ଗୋପୀ ମଣ୍ଡଳେ ଗୋପପୁରେ ରାସ ଉତ୍ସବ କୁତୁହଳେ। 16 ସହସ୍ର ରୂପ ଧରି ରମିଲେ 16 ସହସ୍ର ନାରୀ। ତାର ମହିମା କେ କହିବ ଯାହା ନ ଜାଣେ ବ୍ରହ୍ମା ଶିବ। ସେ ହରି ଚରଣ କମଳେ ସୁଜନେ ଚିନ୍ତ ଧ୍ୟାନ ବଳେ। ବିଦୁର ଉଦ୍ଧବ ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ। ଏଣେ ଗୋବିନ୍ଦ ପାଦେ ରସ କହଇ ଜଗନ୍ନାଥ ଦାସ। इति श्रीमद्भागवते महापुराणे पारमहंस्यां संहितायां वैयासिक्यां तृतीयस्कन्धे विदुर उद्धव संवादे नाम 2य अध्यायः।